ପ୍ରାକୃତିକ ସମ୍ପଦର ବ୍ୟବହାର ପାଠର ପ୍ରଶ୍ନୋତ୍ତର ଆଜି ଆମେ ଆଲୋଚନା କରିବୁ। କିଏ କେଉଁ ଘରେ ରହିବ ମଝି କୋଠରୀରୁ ବାଛି ଲେଖ। ଖଣିଜ ସମ୍ପଦ, ବନ୍ୟ ସମ୍ପଦ, ବକ୍ସାଇଟ୍, ଲୁହା, ସୁନା, ଚୁନପଥର, ରୂପା। ବନ୍ୟ ସମ୍ପଦ କାଠ, ଗଛ, ଝୁଣା, ହାତୀ। କାହାର ସହିତ କାହାର ସମ୍ପର୍କ ଅଛି, ଗାର ଟାଣି ଦର୍ଶାଅ। ଆଲୁମିନିୟମଟା ବାସନକୁସନ ତିଆରି କରିବାରେ, କୋଇଲା, ଲୁହା କାରଖାନାରେ ବ୍ୟବହାର, ଗ୍ୟାସୋଲିନ୍ ଉଡ଼ାଜାହାଜ ଚଲାଇବାରେ। 3 ନମ୍ବର, ଜଙ୍ଗଲ ସମ୍ପଦର କିପରି ଉପଯୋଗ କରିବ। ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ଓ ଫଳମୂଳ ମିଳିଥାଏ। ସେଗୁଡ଼ିକୁ ସଂଗ୍ରହ କରି ଉପଯୁକ୍ତ ବିନିଯୋଗ କରିବା। ଜଙ୍ଗଲୀ ଜମିରେ ଚାଷ କରି ଫସଲ ଉତ୍ପାଦନ କରିବା। ଜଙ୍ଗଲରେ ମୂଲ୍ୟବାନ ବୃକ୍ଷରୋପଣ କରି ଆମେ ଅର୍ଥନୀତିକୁ ସୁଦୃଢ଼ କରିବା। ଜଙ୍ଗଲରୁ ଜାଳେଣୀ କାଠ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଉପଯୁକ୍ତ ବିନିଯୋଗ କରିବା। ମୃତ୍ତିକା ସମ୍ପଦରେ କିପରି ବିଜ୍ଞାନସମ୍ମତ ଉପଯୋଗ କରିବ। ମୃତ୍ତିକା ପ୍ରଦୂଷଣକୁ ରୋକିବା ଓ ତାର ଉର୍ବରତା ବଢ଼ାଇବା ପାଇଁ ଯତ୍ନବାନ ହେବା। କୃଷି କ୍ଷେତ୍ରରେ ରାସାୟନିକ ସାର ବ୍ୟବହାରକୁ ନିୟନ୍ତ୍ରଣ କରିବା ଓ ଯଥାସମ୍ଭବ ଜୈବିକ ଖତ ପ୍ରୟୋଗ କରିବା। କୀଟନାଶକ ଔଷଧ ସୀମିତ ପରିମାଣରେ ବ୍ୟବହାର କରିବା। ଗୋଟିଏ ଜମିରେ ବିଭିନ୍ନ ସମୟର ଭିନ୍ନ ଭିନ୍ନ ଫସଲ ଚାଷ କରି ମାଟିର ଉର୍ବରତା ସମତୁଲ ରଖିବା। ମୃତ୍ତିକା କ୍ଷୟ ହେଉଥିବା ସ୍ଥାନରେ ବୃକ୍ଷରୋପଣ କରିବା। ଯଦି 5 ନମ୍ବର, ଯଦି ପୃଥିବୀରୁ ସବୁ କୋଇଲା ସରିଯିବ ତେବେ କି ଅସୁବିଧା ହେବ। କୋଇଲା ମୁଖ୍ୟତଃ କଳକାରଖାନାରେ ଇନ୍ଧନ ରୂପରେ ବ୍ୟବହୃତ ହୁଏ। ପୃଥିବୀରୁ ସବୁ କୋଇଲା ସରିଗଲେ ଅନେକ କଳକାରଖାନା ବନ୍ଦ ହୋଇଯିବ କିମ୍ବା କୋଇଲା ବଦଳରେ ଅନ୍ୟ ଇନ୍ଧନ ବିନିଯୋଗ କରାଯିବା ଫଳରେ ଅନ୍ୟ ଇନ୍ଧନ ମଧ୍ୟ ଖୁବ୍ ଶୀଘ୍ର ସରିଯିବ। ରନ୍ଧନ ନିମନ୍ତେ କୋଇଲା ବଦଳରେ ଜାଳେଣୀ କାଠ ବ୍ୟବହାର ହେବ ଏବଂ ବନ୍ୟ ସମ୍ପଦ ନଷ୍ଟ ହେବ। ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ କୋଇଲା ଅଭାବରେ ବନ୍ଦ ହୋଇଯିବ, ଯାହାଦ୍ୱାରା ଦେଶରେ ବିଦ୍ୟୁତ ସଂକଟ ସୃଷ୍ଟି ହେବ। 6 ନମ୍ବର, ଚିନ୍ତା କରି ଲେଖ କହିଛି। ଆମ ରାଜ୍ୟରେ କେଉଁ ସବୁ ସୁବିଧା ଥିବାରୁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଉଛି। କୌଣସି ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକ ପ୍ରଚୁର କଞ୍ଚାମାଲ ଆବଶ୍ୟକ। ଆମ ରାଜ୍ୟରେ ପ୍ରଚୁର ଖଣିଜ ସମ୍ପଦ ଥିବାରୁ ଶିଳ୍ପ ପ୍ରତିଷ୍ଠା ହୋଇପାରିଛି। ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଚୁର ଜଳ, ସ୍ଥାନ ଓ ବିଦ୍ୟୁତ ଶକ୍ତି ଦରକାର, ଯାହା ଆମ ରାଜ୍ୟରେ ବହୁଳ ପରିମାଣରେ ଉପଲବ୍ଧ ହେଉଛି ଏବଂ ଆମ ରାଜ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଇଛି। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଆମର କି ସୁବିଧା ହେଉଛି। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଆମ ରାଜ୍ୟରେ ବେକାରୀ ସମସ୍ୟା ଦୂର ହୋଇପାରୁଛି। ଆମ ରାଜ୍ୟର ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇପାରିଛି। ଆମ ରାଜ୍ୟରେ ଉତ୍ପାଦିତ ଶିଳ୍ପଜାତ ଦ୍ରବ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ବିକ୍ରି ଯୋଗୁଁ ରାଜ୍ୟର ରାଜସ୍ୱ ବୃଦ୍ଧି ହେଉଛି ଏବଂ ଏହା ରାଜ୍ୟରେ ଜନମଙ୍ଗଳ କାର୍ଯ୍ୟରେ ଅଧିକ ବିନିଯୋଗ ହେବାର ସମ୍ଭାବନା ରହିଛି। ଏହା ଆମ ରାଜ୍ୟକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହେବାର ସୁଯୋଗ ସୃଷ୍ଟି କରୁଛି। ତୁମ ଘରେ କିମ୍ବା ବିଦ୍ୟାଳୟରେ ଥରେ ବ୍ୟବହାର ହୋଇ ସାରିଥିବା ଜଳକୁ ତୁମେ ପୁଣି କେଉଁ କାମରେ ବିନିଯୋଗ କରିପାରିବ ଲେଖ। ଆମ ଘରେ କିମ୍ବା ବିଦ୍ୟାଳୟରେ ଥରେ ବ୍ୟବହାର କରାଯାଇଥିବା ଜଳକୁ ଘର ଦ୍ୱାରା ପରିଷ୍କାର କରିବା, ବାସନ ମାଜିବା, ବଗିଚାରେ ପାଣି ମଡ଼ାଇ ଆଦି କାର୍ଯ୍ୟରେ ବିନିଯୋଗ କରିପାରିବା। ଜଙ୍ଗଲ ସୁରକ୍ଷା ପାଇଁ 3ଟି ସ୍ଲୋଗାନ ପ୍ରସ୍ତୁତ କର। ପିଲାଟିଏ ଗଛଟିଏ, ଗଛ ବଢ଼ାନ୍ତୁ ନିଜେ ବଢ଼ନ୍ତୁ, ସବୁଜ ଜଙ୍ଗଲ ସୁସ୍ଥ ପରିବେଶ। ସ୍ଲୋଗାନ।
9 ନମ୍ବର, ତୁମେ ତୁମ ସାଙ୍ଗକୁ ଜଳର ଉପଯୁକ୍ତ ବ୍ୟବହାର ସମ୍ପର୍କରେ କେଉଁ ସବୁ ପରାମର୍ଶ ଦେବ ଲେଖ। ଜଳ ଆମର ଅମୂଲ୍ୟ ସମ୍ପଦ। ଦିନ ଆସିବ ଏହି ଅମୂଲ୍ୟ ସମ୍ପଦ ନଷ୍ଟ ହୋଇଯିବ। ଏଣୁ ଏହି ଅମୂଲ୍ୟ ସମ୍ପଦକୁ ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ। ପାନୀୟ ଜଳ ଯେପରି ନଷ୍ଟ ହୋଇନଯାଏ ସେଥିପାଇଁ ଆମେ ଦୃଷ୍ଟି ଦେବା ଉଚିତ। ଆମେ ବ୍ୟବହାର କରି ସାରିଲା ପରେ ଜଳକୁ ଯେପରି ଅନ୍ୟାନ୍ୟ କାର୍ଯ୍ୟରେ ପୁନଃ ବ୍ୟବହାର କରାଯାଇପାରିବ ସେଥିପ୍ରତି ଯତ୍ନବାନ ହେବା। ବର୍ଷା ଦିନେ ବର୍ଷା ପାଣିକୁ ଗଚ୍ଛିତ ରଖି ଫିଲ୍ଟର ସାହାଯ୍ୟରେ ବିଶୁଦ୍ଧ କରି ପାନୀୟ ଜଳ ରୂପେ ବ୍ୟବହାର କରିବା। ଜଳର ଯେପରି ଅପବ୍ୟବହାର ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା। 5ଟି ଖଣିଜ ସମ୍ପଦର ଉଦାହରଣ ଦିଅ। ଏଥିରୁ କେଉଁ ଗୁଡ଼ିକ ତୁମ ଅଞ୍ଚଳରେ ମିଳେ ଲେଖ। କୋଇଲା, ଲୁହା ପଥର, ମାଙ୍ଗାନିଜ, ବକ୍ସାଇଟ୍, ଚୂନ ପଥର। ଆମ ଅଞ୍ଚଳରେ କୋଇଲା ମିଳେ। ସେ କହୁଛି ପିଲାମାନେ ସେମାନଙ୍କ ଅଞ୍ଚଳରେ ଥିବା ଖଣିଜ ପଦାର୍ଥ ନାମ ଲେଖିବେ। ଏହା ଥିଲା ପ୍ରଶ୍ନ।